ଆସିଲା ସୁଭଦ୍ରା ଯୋଜନାର ପଞ୍ଚମ ପର୍ଯ୍ୟାୟ କିସ୍ତିକୁ ନେଇକି ବଡ଼ ଖବର। ହଁ ଦର୍ଶକ ବନ୍ଧୁ, ସୁଭଦ୍ରା ଯୋଜନାରେ ଆସନ୍ତା ପ୍ରଥମ ରଜ ଅବସରରେ ଯୋଗ୍ୟ ହିତାଧିକାରୀ ମହିଳାମାନଙ୍କ ଖାତାକୁ 5,000 ଟଙ୍କା ଜମା ହେବା ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆସନ୍ତୁ ଜାଣିବା କାହାର ଖାତାକୁ ଟଙ୍କା ଆସିବ, କାହା ଖାତାକୁ ଆସିବନି ଏବଂ କ'ଣ କରିବା ଦରକାର। ଆସନ୍ତୁ ସବୁକିଛି ଜାଣିବା। ସୁଭଦ୍ରା ଯୋଜନା ଅଧୀନରେ ରାଜ୍ୟର କୋଟି କୋଟି ମହିଳା ଲାଭ ପାଉଛନ୍ତି। ରଜ ପର୍ବ ଓଡ଼ିଶାର ପ୍ରମୁଖ ପର୍ବ ହୋଇଥିବାରୁ ଏହି ସମୟରେ ସରକାରଙ୍କ ପକ୍ଷରୁ ଟଙ୍କା ପ୍ରଦାନ ହେବା ନେଇ ଲୋକଙ୍କ ମନରେ ଆଶା ବଢ଼ିଛି। ସେହିପରି ଜାଣି ରଖନ୍ତୁ ଦର୍ଶକ ବନ୍ଧୁ, ଯେଉଁ ମହିଳାମାନଙ୍କର ଆବେଦନ ମଞ୍ଜୁର ହୋଇଛି ଏବଂ ସମସ୍ତ ତଥ୍ୟ ଠିକ୍ ରହିଛି ସେମାନଙ୍କ ଖାତାକୁ ଟଙ୍କା ଆସିବାର ସମ୍ଭାବନା ଅଧିକ ଅଛି। ବିଶେଷ କରି ଯେଉଁମାନେ କେୱାଇସି ସଫଳ ହୋଇଛନ୍ତି, ଆଧାର ଏବଂ ବ୍ୟାଙ୍କ ଖାତା ଲିଙ୍କ ରହିଛି, ଡିବିଟି ସକ୍ରିୟ ଅଛି ଏବଂ ଆବେଦନ ମଞ୍ଜୁର ହୋଇଛି, ସେମାନଙ୍କ ପାଇଁ ଭଲ ଖବର ରହିଛି। କିନ୍ତୁ କିଛି କାରଣରୁ ଟଙ୍କା ଅଟକି ପାରେ। ଯଦି କେୱାଇସି ସମ୍ପୂର୍ଣ୍ଣ ହୋଇନାହିଁ, ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ ହୋଇନାହିଁ କିମ୍ବା ଡିବିଟି ବନ୍ଦ ଅଛି କିମ୍ବା ଆବେଦନରେ ଭୁଲ ତଥ୍ୟ ଦିଆଯାଇଛି, ତେବେ ଟଙ୍କା ଆସିବାରେ ସମସ୍ୟା ହୋଇପାରେ। ସେହିପରି ବ୍ୟାଙ୍କ ଖାତା ନିଷ୍କ୍ରିୟ ଥିଲେ ମଧ୍ୟ ଟଙ୍କା ଜମା ହେବ ନାହିଁ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ଖାତାକୁ ଟଙ୍କା ଆସୁନାହିଁ ତେବେ ପ୍ରଥମେ ବ୍ୟାଙ୍କରେ ଯାଇ ଡିବିଟି ଏବଂ ଆଧାର ଲିଙ୍କ ସ୍ଥିତି ଯାଞ୍ଚ କରନ୍ତୁ। ପରେ ନିକଟସ୍ଥ ସେବା କେନ୍ଦ୍ର କିମ୍ବା ସମ୍ପୃକ୍ତ ଅଧିକାରୀଙ୍କ ସହ ଯୋଗାଯୋଗ କରି ନିଜର ଆବେଦନ ସ୍ଥିତି ଯାଞ୍ଚ କରନ୍ତୁ। ଏବେ ସବୁଠାରୁ ବଡ଼ ଚର୍ଚ୍ଚା ହେଉଛି ପ୍ରଥମ ରଜ ଅବସରରେ ଅନେକ ମହିଳାଙ୍କ ଖାତାକୁ ଟଙ୍କା ଆସିପାରେ। ସର୍ବପ୍ରଥମେ ସେହି ମହିଳାଙ୍କୁ ପ୍ରାଥମିକତା ମିଳିପାରେ ଯେଉଁମାନଙ୍କ ଆବେଦନ ସଫଳ ଭାବେ ଅନୁମୋଦିତ ହୋଇଛି। ହଁ ଦର୍ଶକ ବନ୍ଧୁ, ଯଦି ଆପଣଙ୍କର ଆଧାର କାର୍ଡ ବ୍ୟାଙ୍କ ସହ ଲିଙ୍କ ଅଛି, କେୱାଇସି ସମ୍ପୂର୍ଣ୍ଣ ହୋଇଛି ଏବଂ ଡିବିଟି ସକ୍ରିୟ ଅଛି, ତେବେ ଆପଣଙ୍କ ଖାତାକୁ ଟଙ୍କା ସିଧାସଳଖ ଜମା ହେବାର ସମ୍ଭାବନା ଅଧିକ। ବିଶେଷ କରି ଯେଉଁ ମହିଳାମାନେ ପୂର୍ବରୁ ସୁଭଦ୍ରା ଯୋଜନାର ଲାଭ ପାଉଛନ୍ତି ଏବଂ ତାଙ୍କର ରେକର୍ଡରେ କୌଣସି ତ୍ରୁଟି ନାହିଁ, ସେମାନଙ୍କ ପାଇଁ ଭଲ ସୁଯୋଗ ରହିଛି। ସେହିପରି ଅନ୍ୟପଟରେ କେୱାଇସି ଅଧୁରା ଥିଲେ ଟଙ୍କା ଅଟକିପାରେ। ଯଦି ଆଧାର ଏବଂ ବ୍ୟାଙ୍କ ଖାତାରେ ନାମ ଭିନ୍ନ ଅଛି, ସେଥିରୁ ମଧ୍ୟ ସମସ୍ୟା ହୋଇପାରେ। ବ୍ୟାଙ୍କ ଖାତାରେ ଡିବିଟି ସେବା ବନ୍ଦ ଥିଲେ ଟଙ୍କା ଜମା ହେବ ନାହିଁ। ଆବେଦନ ଜନ୍ମ ତାରିଖ କିମ୍ବା ଅନ୍ୟ ତଥ୍ୟରେ ଭୁଲ ଥିଲେ ମଧ୍ୟ ଟଙ୍କା ଆସିବାରେ ବାଧା ସୃଷ୍ଟି ହୋଇପାରେ। ସେହିପରି ମନେ ରଖନ୍ତୁ ଦର୍ଶକ ବନ୍ଧୁ, ଯେଉଁ ମହିଳାମାନେ ନୂଆ ଆବେଦନ କରିଛନ୍ତି ଏବଂ ଯାଞ୍ଚ ପ୍ରକ୍ରିୟା ଚାଲିଛି, ସେମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିପାରେ। ସମସ୍ତ ଯାଞ୍ଚ ପରେ ହିଁ ଟଙ୍କା ଜମା ହେବ। ତେଣୁ ଯଦି ଆପଣ ସୁଭଦ୍ରା ଯୋଜନାର ଟଙ୍କା ପାଇଁ ଅପେକ୍ଷା କରିଛନ୍ତି, ତେବେ ନିଜ ବ୍ୟାଙ୍କ ଖାତା, ଆଧାର ଲିଙ୍କ, ଡିବିଟି ଏବଂ କେୱାଇସି ସ୍ଥିତି ନିଶ୍ଚିତ ଭାବରେ ଯାଞ୍ଚ କରନ୍ତୁ, କାରଣ ଛୋଟ ଛୋଟ ଭୁଲ ପାଇଁ ଅନେକ ମହିଳାଙ୍କ ଟଙ୍କା ଅଟକି ରହିଛି। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ସର୍ବପ୍ରଥମେ ନିଜ କେୱାଇସି ସମ୍ପୂର୍ଣ୍ଣ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ। ଯଦି କିଛି ବାକି ଅଛି ତେବେ ଶୀଘ୍ର ସଂଶୋଧନ କରନ୍ତୁ। ଅନେକ କେସରେ କେୱାଇସି ଅଧୁରା ଥିବାରୁ ଟଙ୍କା ଅଟକି ଯାଏ। ଦ୍ୱିତୀୟରେ ଆଧାର କାର୍ଡ ସହ ବ୍ୟାଙ୍କ ଖାତା ଲିଙ୍କ ଅଛି କି ନାହିଁ ନିଶ୍ଚିନ୍ତ କରନ୍ତୁ। ଆଧାର ଲିଙ୍କ ନଥିଲେ ଡିବିଟି ମଧ୍ୟରେ ଟଙ୍କା ଆସିବ ନାହିଁ। ସେହିପରି ତୃତୀୟରେ ନିଜ ବ୍ୟାଙ୍କ ଖାତାରେ ଡିବିଟି ସକ୍ରିୟ କି ନାହିଁ ଯାଞ୍ଚ କରନ୍ତୁ। ଡିବିଟି ବନ୍ଦ ଥିଲେ ସରକାରୀ ଟଙ୍କା ଖାତାକୁ ଜମା ହେବ ନାହିଁ। ଚତୁର୍ଥରେ ନାମ, ଜନ୍ମ ତାରିଖ ଏବଂ ଅନ୍ୟ ସମସ୍ତ ତଥ୍ୟ ସଠିକ୍ ଅଛି କି ନାହିଁ ଚେକ୍ କରନ୍ତୁ। ଆଧାର ଏବଂ ବ୍ୟାଙ୍କରେ ନାମ ଭିନ୍ନ ଥିଲେ ଟଙ୍କା ଅଟକିପାରେ। ତେବେ ଦର୍ଶକ ବନ୍ଧୁ, ଯଦି ଆପଣଙ୍କର ଆବେଦନ ସଫଳ ଭାବରେ ସମ୍ପୂର୍ଣ୍ଣ ହୋଇଛି ଏବଂ ସମସ୍ତ ତଥ୍ୟ ଠିକ୍ ଅଛି, ତେବେ ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଟଙ୍କା ଆସିବାର ସମ୍ଭାବନା ଅଧିକ ରହିଛି।